ନମସ୍କାର, ମିଶନ ଆଇଏମ୍ କୁ ସ୍ୱାଗତ। ଗତ ଆଲୋଚନାରେ ଆମେ ଓଡ଼ିଶାର ଗଜପତି ରାଜବଂଶ ବିଷୟରେ କଥା ହୋଇଥିଲେ। ହଁ ଆଜି ଆମେ ଲେକ୍ଚର 03ରେ ସେହି କାହାଣୀକୁ ଆଗକୁ ନେଇ ଓଡ଼ିଶାର ଭୋଇ ରାଜବଂଶର ଇତିହାସ ଭିତରକୁ ଯିବା। ନିଶ୍ଚିତ ଭାବରେ। ଏହା ଏକ ଏମିତି ସମୟର କଥା ଯେତେବେଳେ ଗୋଟିଏ ବିଶାଳ ସାମ୍ରାଜ୍ୟର ପତନ ପରେ ରାଜନୈତିକ ଅସ୍ଥିରତା, ଷଡ଼ଯନ୍ତ୍ର ଆଉ ଉଚ୍ଚାକାଂକ୍ଷାରେ ଖେଳ ଚାଲିଥିଲା। ଏକଦମ ଗଜପତିମାନଙ୍କର ସୁବର୍ଣ୍ଣ ଯୁଗ ପରେ ଓଡ଼ିଶାର ଇତିହାସ ଏକ ନୂଆ ମୋଡ଼ ନେଲା। ଭୋଇ ରାଜବଂଶର କାହାଣୀ ସେହି ଅନ୍ଧକାର ଆଉ ଅନିଶ୍ଚିତତାରୁ ହିଁ ଆରମ୍ଭ ହୁଏ। ଏହା କେବଳ ରାଜା ବଦଳିବାର କାହାଣୀ ନୁହେଁ, ବରଂ ଓଡ଼ିଶାର ଶକ୍ତି ସନ୍ତୁଳନ ସମ୍ପୂର୍ଣ୍ଣ ଭାବେ ବଦଳିଯିବାର କାହାଣୀ। ତେବେ ଏହି ରାଜବଂଶ ଆରମ୍ଭ କେମିତି ହେଲା? ଏହାର ମୂଳଦୁଆ କିଏ ପକାଇଥିଲେ ଆଉ କେବେ? ଦେଖନ୍ତୁ, ଭୋଇ ରାଜବଂଶର ପ୍ରତିଷ୍ଠାତା ଥିଲେ ଗୋବିନ୍ଦ ବିଦ୍ୟାଧର। ଗୋବିନ୍ଦ ବିଦ୍ୟାଧର? ହଁ, ସେ 1541 ଖ୍ରୀଷ୍ଟାବ୍ଦରେ ଶାସନ ଆରମ୍ଭ କଲେ। ଆଉ ଏହାର ଯେଉଁ ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା, ତାହା 1541ରୁ 1558 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ କ୍ଷମତାକୁ ଆସିବାଟା ସେତେବେଳେ ସହଜ ନଥିବ। ଆଦୌ ନୁହେଁ। ଏଇଠି ହିଁ ତ କଥାଟା ଆହୁରି ମଜାଦାର ହେଉଛି। ସେ ରାଜା ହେଲେ କେମିତି? ସେଇଟା ଗୋଟେ ବଡ଼ କାହାଣୀ। ସେ ସିଧାସଳଖ ଶେଷ ଗଜପତି ଶାସକ କଖାରୁଆ ଦେବଙ୍କୁ ହତ୍ୟା କରି ସିଂହାସନ ଦଖଲ କରିଥିଲେ। ଓହୋ, ମାନେ ସିଧା ହତ୍ୟା? ଏକଦମ। ଏହା ଏକ ରକ୍ତାକ୍ତ କ୍ଷମତା ପରିବର୍ତ୍ତନ ଥିଲା। ସେମାନେ ଖୋର୍ଦ୍ଧାକୁ ନିଜର ରାଜଧାନୀ କଲେ ଏବଂ ପ୍ରାୟ 170 ବର୍ଷ ଧରି ଓଡ଼ିଶା ଉପରେ ଶାସନ କଲେ। ଆଚ୍ଛା। ଆଉ ତାଙ୍କ ରାଜ୍ୟ ଦକ୍ଷିଣରେ ଗୋଦାବରୀ ନଦୀର ଉତ୍ତର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ତେବେ ଏତେ ନାଟକୀୟ ଭାବେ ଆରମ୍ଭ ହୋଇଥିବା ଶାସନ କେତେ ସ୍ଥିର ଥିଲା? ଏଇଟା ଗୋଟେ ବଡ଼ ପ୍ରଶ୍ନ। ଏହାର ଦୁଇଟି ଅଲଗା ଅଲଗା ଦିଗ ଥିଲା, ବୁଝିଲେ। ବୈଦେଶିକ ସ୍ତରରେ ସେ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସଂଘର୍ଷରେ ଥିଲେ, କିନ୍ତୁ ଗୋଲକୋଣ୍ଡାର ସୁଲତାନଙ୍କ ସହିତ ଗୋଟେ ଚୁକ୍ତି କରିବାରେ ସଫଳ ହେଲେ। କିଭଳି ଚୁକ୍ତି? ସେହି ଚୁକ୍ତିରେ ଗୋଦାବରୀ ନଦୀକୁ ଦୁଇ ରାଜ୍ୟ ମଧ୍ୟରେ ସୀମା ଭାବରେ ସ୍ୱୀକୃତି ଦିଆଗଲା। ଏହା ଏକ ବଡ଼ କୂଟନୈତିକ ସଫଳତା ଥିଲା। ଆଉ ରାଜ୍ୟ ଭିତରର ସ୍ଥିତି କେମିତି ଥିଲା? ସେଇଠି ପ୍ରକୃତ ସମସ୍ୟା ଥିଲା। ତାଙ୍କ ଶାସନକାଳ ପୁରାପୁରି ଆଭ୍ୟନ୍ତରୀଣ ଗୃହଯୁଦ୍ଧ ଆଉ ବାରମ୍ବାର ବିଦ୍ରୋହରେ ବୁଡ଼ି ରହିଥିଲା। ଆଚ୍ଛା। ଏଇଥିପାଇଁ ହେଲା କ'ଣ କି କେନ୍ଦ୍ରୀୟ କର୍ତ୍ତୃପକ୍ଷ ବହୁତ ଦୁର୍ବଳ ହୋଇପଡ଼ିଲେ। ତାଙ୍କ ପରେ କ'ଣ ହେଲା? ଏ ଅସ୍ଥିରତା କ'ଣ ସେମିତି ଚାଲୁ ରହିଲା? ହଁ, ତାଙ୍କ ପରେ ତ ପରିସ୍ଥିତି ଆହୁରି ଖରାପ ହେଲା। ଦୁର୍ବଳ କ୍ଷମତା ଆଉ ଆଭ୍ୟନ୍ତରୀଣ ସଂଘର୍ଷର ଗୋଟେ ଲମ୍ବା ପର୍ଯ୍ୟାୟ ଆରମ୍ଭ ହେଲା। କିଏ କିଏ ଥିଲେ ସେତେବେଳେ? ଦେଖନ୍ତୁ, ଗୋବିନ୍ଦ ବିଦ୍ୟାଧରଙ୍କ ପରେ ଆସିଲେ ରଘୁବଂଶ ଛୋଟରାୟ, ତାଙ୍କ ପରେ ଚକ୍ରପ୍ରତାପ, ତାପରେ ନରସିଂହ ଜେନା ଆଉ ଶେଷରେ ରଘୁରାମ ଜେନା। ବାପରେ, ଏତେ ଶାସକ ଏତେ କମ୍ ସମୟରେ? ହଁ, ଆଉ ଏହି ସମଗ୍ର ସମୟ ରାଜବଂଶ ପାଇଁ ଅତ୍ୟନ୍ତ ଦୁର୍ବଳ ଥିଲା। ଠିକ୍ ଅଛି। ତେବେ ଏ ଦୁର୍ବଳତାର ସୁଯୋଗ କେହି ଜଣେ ତ ନିଶ୍ଚୟ ନେଇଥିବେ। ଏବେ ଆସନ୍ତୁ ମୁକୁନ୍ଦ ଦେବଙ୍କ ବିଷୟରେ କଥା ହେବା। ଏକଦମ ଠିକ୍। 1560 ଖ୍ରୀଷ୍ଟାବ୍ଦ ବେଳକୁ ମୁକୁନ୍ଦ ଦେବଙ୍କର ଉତ୍ଥାନ ହେଲା। କିନ୍ତୁ ଏଠାରେ ଗୋଟେ କଥା ମନେ ରଖିବାକୁ ହେବ, ସେ କିନ୍ତୁ ଭୋଇ ବଂଶର ନଥିଲେ। ଆଚ୍ଛା, ତେବେ? ସେ ଥିଲେ ଚାଲୁକ୍ୟ ପରିବାରର। ସେ ରାଜା ଚକ୍ରପ୍ରତାପଙ୍କ ଅଧୀନରେ ଜଣେ ମନ୍ତ୍ରୀ ଥିଲେ। ତେବେ ଜଣେ ମନ୍ତ୍ରୀ କ୍ଷମତାକୁ ଆସିଲେ କେମିତି? ପୁଣି ସେହି ଗୋଟିଏ ରାସ୍ତା, ବିଶ୍ୱାସଘାତକତା ଓ ରକ୍ତପାତ। ଓହୋ। ସେ ଦୁଇଜଣ ଭୋଇରାଜାଙ୍କୁ ହତ୍ୟା କରି କ୍ଷମତା ଦଖଲ କଲେ ଆଉ 1559 ଖ୍ରୀଷ୍ଟାବ୍ଦରେ ନିଜକୁ ଶାସକ ଭାବରେ ଘୋଷଣା କଲେ। ତେବେ ଏହି ନୂଆ ରାଜା ଶାସନ କରିବାରେ କେତେ ଦୂର ସକ୍ଷମ ଥିଲେ? ପ୍ରାରମ୍ଭରେ ସେ ବହୁତ ସଫଳ ଥିଲେ। ସେ ଜଣେ ଦକ୍ଷ ଯୋଦ୍ଧା ଥିଲେ। 1560 ଖ୍ରୀଷ୍ଟାବ୍ଦରେ ସେ ବଙ୍ଗର ସୁଲତାନ ଘିଆସୁଦ୍ଦିନ ଜାଲାଲ ଶାହଙ୍କୁ ପରାସ୍ତ କଲେ। ଆଉ ତାଙ୍କୁ ସେ ଅଞ୍ଚଳରୁ ବାହାର କରିଦେଲେ। ହଁ, ଏକଦମ। ଏହାପରେ ବୋଧେ କୂଟନୀତିୟ ପାଳି ଆସିଲା। ସେତେବେଳେ ସମ୍ପର୍କର ସମୀକରଣ କେମିତି ଥିଲା? ବହୁତ ଜଟିଳ ଥିଲା। ଏହା ଏକ ତ୍ରିକୋଣୀୟ ସମ୍ପର୍କ ଥିଲା ବୋଲି କହିପାରିବା। ତ୍ରିକୋଣୀୟ? ହଁ, ଗୋଟିଏ ପଟେ ମୁକୁନ୍ଦ ଦେବ, ଅନ୍ୟପଟେ ବଙ୍ଗର ଶାସକ ସୁଲେମାନ କରାନି, ଆଉ ତୃତୀୟ ପଟେ? ତୃତୀୟ ପଟେ ମୁଗଲ ସମ୍ରାଟ ଆକବର। ଆଚ୍ଛା। ତ ମୁକୁନ୍ଦ ଦେବ ଆକବରଙ୍କ ସହ ଏକ କୂଟନୈତିକ ମେଣ୍ଟ କରିଥିଲେ, କିନ୍ତୁ ସୁଲେମାନ କରାନିଙ୍କ ସହ ତାଙ୍କର ଶତ୍ରୁତା ଥିଲା। ଆଉ ଏହି ଶତ୍ରୁତା ବଢ଼ିଲା କେମିତି? ଏହି ତିକ୍ତତା ସେତେବେଳେ ବଢ଼ିଗଲା ଯେତେବେଳେ କରାନିଙ୍କ ପ୍ରତିଦ୍ୱନ୍ଦ୍ୱୀ ଇବ୍ରାହିମ ଓଡ଼ିଶାରେ ଆସି ଆଶ୍ରୟ ନେଲେ। ଯେତେବେଳେ ବଙ୍ଗ ପ୍ରତିଶୋଧ ନେଲା, ସେମାନେ ସାହାଯ୍ୟ କଲେ କି? ଦୁର୍ଭାଗ୍ୟବଶତଃ ନା। ଏଇଠି ହିଁ ଖେଳ ବଦଳିଗଲା। 1567 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୁଲେମାନ କରରାନୀ ଓଡ଼ିଶା ଉପରେ ଆକ୍ରମଣ କଲେ, ସେତେବେଳେ ସମ୍ରାଟ ଆକବର ଚିତ୍ତୋରରେ ବ୍ୟସ୍ତ ଥିଲେ। ତାଙ୍କ ପାଇଁ ରାଜପୁତାନା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ମୁଘଲ ଗଭର୍ଣ୍ଣର ସେ ବି କିଛି କଲେନି? ନା,
ମୁନିମ୍ ଖାନ୍ ମଧ୍ୟ ଏଥିପ୍ରତି ଧ୍ୟାନ ଦେଲେ ନାହିଁ। ଫଳରେ ମୁକୁନ୍ଦ ଦେବଙ୍କୁ ପୂରା ଏକା ଲଢ଼ିବାକୁ ପଡ଼ିଲା। ତାହେଲେ ଏସବୁର ପରିଣାମ କ'ଣ ହେଲା? ପରିଣାମ ବହୁତ ଖରାପ ହେଲା। ମୁକୁନ୍ଦ ଦେବ ସୁଲେମାନଙ୍କ ପୁଅ ବାୟାଜିଦ୍ କରରାଣୀଙ୍କ ଦ୍ୱାରା ଯୁଦ୍ଧକ୍ଷେତ୍ରରେ ପରାସ୍ତ ହେଲେ। ସେ କୋଟସୀମା ଦୁର୍ଗରେ ଆଶ୍ରୟ ନେଲେ, କିନ୍ତୁ ରାଜଧାନୀ କଟକ ଶତ୍ରୁଙ୍କ ହାତକୁ ଚାଲିଗଲା। ତାଙ୍କର ପତନ କେମିତି ହେଲା? ଏହା କେବଳ ବାହ୍ୟ ଆକ୍ରମଣ ଯୋଗୁଁ ହୋଇଥିଲା ନା ଆଉ କିଛି କାରଣ ଥିଲା? ଏହା ଗୋଟେ ବହୁତ ବଡ଼ ଟ୍ରାଜେଡି। କେବଳ ବାହ୍ୟ ଆକ୍ରମଣ ନୁହେଁ, ଆଭ୍ୟନ୍ତରୀଣ ବିଶ୍ୱାସଘାତକତା ବି ଥିଲା। କିଏ କରିଥିଲା? ରାମଚନ୍ଦ୍ର ଭଞ୍ଜ ନାମକ ଜଣେ ସାମନ୍ତ ରାଜା। ସେ ଏକ ଆଭ୍ୟନ୍ତରୀଣ ବିଦ୍ରୋହ ଆରମ୍ଭ କଲେ। ଏହା ତ ପଛରୁ ଛୁରୀ ମାରିବା ଭଳି କଥା ହେଲା। ଏକଦମ। ତେଣୁ ଏହି ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ମୁକୁନ୍ଦ ଦେବ କରରାଣୀଙ୍କ ସହ ଶାନ୍ତି ସ୍ଥାପନ କଲେ। କିନ୍ତୁ ଶେଷରେ କ'ଣ ହେଲା? କିନ୍ତୁ 1568 ଖ୍ରୀଷ୍ଟାବ୍ଦରେ ସେହି ରାମଚନ୍ଦ୍ର ଭଞ୍ଜଙ୍କ ସହ ଯୁଦ୍ଧରେ ହିଁ ତାଙ୍କର ପ୍ରାଣ ଗଲା। ଆଉ ତାପରେ? ଏହାର ସୁଯୋଗ ନେଇ ସୁଲେମାନ କରରାଣୀ ପୂରା ଖୋର୍ଦ୍ଧା ଉପରେ ଆକ୍ରମଣ କଲେ ଏବଂ ଓଡ଼ିଶା ପ୍ରଥମ ଥର ପାଇଁ ମୁସଲିମ ଶାସନ ଅଧୀନକୁ ଆସିଲା। ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜାଙ୍କର ଏକ ଦୁଃଖଦ ଅନ୍ତ। ଏହାପରେ ଓଡ଼ିଶାରେ କି ପରିବର୍ତ୍ତନ ଆସିଲା? ଏହି ଘଟଣା ପରେ ଓଡ଼ିଶାରେ ମୋଗଲ ଆଫଗାନ ସଂଘର୍ଷ ଆରମ୍ଭ ହେଲା। ଆଉ ଭୋଇ ରାଜବଂଶ? ଭୋଇ ରାଜବଂଶ ଖୋର୍ଦ୍ଧାରେ କ୍ଷୀଣ ପ୍ରଭାବ ସହ ଜାରି ରହିଲା। କିନ୍ତୁ ସବୁଠାରୁ ଦୁଃଖଦ ଘଟଣା ଥିଲା ମନ୍ଦିରମାନଙ୍କର ବ୍ୟାପକ ଧ୍ୱଂସ। କଳା ପାହାଡ଼? ହଁ, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଜଗନ୍ନାଥପୁରୀ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ଆଉ ଏହି ଧ୍ୱଂସ କାର୍ଯ୍ୟ ପଛରେ ସୁଲେମାନ କରରାଣୀଙ୍କ ସେନାପତି କଳାପାହାଡ଼ର ମୁଖ୍ୟ ଭୂମିକା ଥିଲା। ଭୋଇ ରାଜବଂଶର କାହାଣୀ, ଏହା ଏକ ହିଂସାତ୍ମକ ଆରମ୍ଭରୁ ଦୁର୍ବଳତା, ଜଣେ ଅଣବଂଶୀୟ ରାଜାଙ୍କ ଅଧୀନରେ ଏକ ସଂକ୍ଷିପ୍ତ ପୁନରୁତ୍ଥାନର ଯାତ୍ରା ଥିଲା। ଆଉ ଶେଷରେ ବିଶ୍ୱାସଘାତକତା ଓ ବୈଦେଶିକ ଆକ୍ରମଣରେ ଏକ ଦୁଃଖଦ ପରିସମାପ୍ତିର ଯାତ୍ରା ଥିଲା। ଠିକ୍। ମୁକୁନ୍ଦ ଦେବଙ୍କ ପତନ କେବଳ ଏକ ରାଜବଂଶର ଅନ୍ତ ନଥିଲା। ଏହା ଓଡ଼ିଶାର ରାଜନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟରେ ଏକ ମୌଳିକ ପରିବର୍ତ୍ତନ ଆଣିଥିଲା। ଏହା ଚିନ୍ତା କରିବାକୁ ବାଧ୍ୟ କରେ ଯେ ଯଦି ମୋଗଲମେଣ୍ଟ କାମ କରିଥାନ୍ତା ତେବେ କ'ଣ ହୋଇଥାନ୍ତା। ସତରେ। ଆଉ କଳାପାହାଡ଼ ଭଳି ଚରିତ୍ରଙ୍କ ଉତ୍ଥାନ ସେହି ଯୁଗର ସଂଘର୍ଷର ପ୍ରକୃତି ବିଷୟରେ କ'ଣ ସୂଚନା ଦିଏ? ପରବର୍ତ୍ତୀ ଆଲୋଚନାର ବିଷୟ କରରାଣୀ ରାଜବଂଶ।